ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟର ଜଣେ ଭଲ ବନ୍ଧୁ, କାରଣ ଏହା ଆପଣଙ୍କୁ ସବୁବେଳେ ସମ୍ମାନର ଅଧିକାର ଦେଇଥାଏ। ପ୍ରକୃତରେ ଅନ୍ୟର ଆଖିରେ ଲୁହ ଦେଉଥିବା ଲୋକ ମନେ ରଖିବା ଦରକାର ଯେ ସେମାନଙ୍କ ପାଖରେ ବି ଦୁଇଟା ଆଖି ଅଛି। ସମୟ କେବେ ବି ପରିବର୍ତ୍ତନ ହୋଇପାରେ। ଯଦି ଜଣେ ବ୍ୟକ୍ତି ତାର ଭାବନାକୁ ଗୁପ୍ତ ରଖୁଛି, ତାର କାରଣ ହେଲା ତାର ଭାବନାରେ କିଛି ତ୍ରୁଟି ଅଛି। କେହି ଭଲ ନୁହନ୍ତି କି କେହି ଖରାପ ନୁହନ୍ତି, କିନ୍ତୁ ସମସ୍ତେ ସମୟ ଅନୁସାରେ ନିଜ ନିଜର ଅଭିନୟ କରିଥାନ୍ତି। ଜୀବନରେ ନିଜ ବଳକୁ ନେଇ କେବେ ବି ଗର୍ବ କରିବେ ନାହିଁ, କାହିଁକି ନା ଏହି ଗର୍ବ ଅନେକ ସମୟରେ ପତନର କାରଣ ବନିଯାଏ। ଯଦି କୌଣସି କାମରେ ବିଫଳ ହେଉଛ, ତାହେଲେ ସେଥିରୁ ଆଶା ଛାଡ଼ନ୍ତୁ ନାହିଁ। ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖ, କାହିଁକି ନା ଅନେକ ସଫଳତା ବ୍ୟକ୍ତି କହିଛନ୍ତି ବାରମ୍ବାର ହାରିବା ହେଉଛି ଜିତିବାର ଲକ୍ଷଣ। ଜଣେ ସ୍ୱଚ୍ଛମନା ବ୍ୟକ୍ତି ଅନ୍ୟମାନଙ୍କର ସଦ୍ଗୁଣ ଦେଖେ। ଜଣେ କୁବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅନ୍ୟମାନଙ୍କର ଖରାପ ଗୁଣ ଦେଖେ। ନିରାଟ ସତ୍ୟ କଥା ଆଜ୍ଞା। କୌଣସି ଗୁପ୍ତ କଥା ଘନିଷ୍ଠରୁ ଘନିଷ୍ଠ ବନ୍ଧୁକୁ ମଧ୍ୟ କୁହନ୍ତୁ ନାହିଁ। ଯଦି କେବେ ତା ସହ ଶତ୍ରୁତା ହୋଇଯିବ, ତାହେଲେ ସିଏ ସେହି କଥାକୁ ଆମ ବିପକ୍ଷରେ ଅସ୍ତ୍ର ଭଳି ବ୍ୟବହାର କରିବ। ତେଣୁକରି କୌଣସି ବି ଗୁପ୍ତ କଥା କହିବା ପୂର୍ବରୁ ଭାବିଚିନ୍ତି କୁହନ୍ତୁ। ଠିକ୍ କହିଲି ନା? ଜୟ ଜଗନ୍ନାଥ।